ଯେଣୁ ଆମେ ମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ। କାରଣ ଦୃଶ୍ୟ ବିଷୟ କ୍ଷଣ କାଳ କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତ କାଳ ସ୍ଥାୟୀ। ଆମେ ପ୍ରଭୁ କରନ୍ତୁ ଆମେ ଦେଖିପାରୁଛୁ କରନ୍ତୁ ମଣ୍ଡଳୀ ସାଧୁ ପାୱାର ସେ ମଣ୍ଡଳୀକୁ ଲେଖନ୍ତି ଯେତେବେଳେ ସେମାନେ ପ୍ରଥମ ଆତ୍ମିକରେ ବଢିଲେ ଆଉ ଯେତେବେଳେ ସେମାନେ ସମସ୍ତ ବିଷୟ ପ୍ରଭୁ ସେମାନଙ୍କୁ ଦୟା ଅନୁଗ୍ରହ କଲେ ସେମାନେ ଦୃଶ୍ୟ ବିଷୟରେ ଆସକ୍ତ ହେଇକି ସେମାନେ କିଛି କାଳ ସେମାନେ ଆତ୍ମିକ ଜୀବନ ତାଙ୍କ ପତନ ଘଟୁଥିଲା। ଏଣୁ ସେ ଯେପରି ଭବିଷ୍ୟତ ନିମନ୍ତେ ସାଧୁ ପାଉ ଏହି ସ୍ଥାନରେ ଭବିଷ୍ୟତ ଗୌରବ କାହିଁକି ହରାଇବେ ସେଥିପାଇଁ ସାଧୁ ପାଉ କଲିତ ମଣ୍ଡଳକୁ ଏଇ କଥା ଲେଖିଲେ। କଣ ଲେଖିଲେ? ସେ ଲେଖିଲେ ଯେ এই କ୍ଷଣକାଳ ସ୍ଥାୟୀ ଲଘୁ କ୍ଲେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତ କାଳ ସ୍ଥାୟୀ ମହାଗୌରବ ସାଧନ କରୁଅଛି। ତାର ତ ଏଇ କ୍ଷଣକାଳ ସ୍ଥାୟୀ ମଣିଷ ଜୀବନ ଗୋଟେ କ୍ଷଣକାଳ ସ୍ଥାୟୀ ଅସ୍ଥାୟୀ ଯାହାକି ଲଘୁ କ୍ଲେଶ ଅତ୍ୟଧିକ ବାହୁଲ୍ୟ ମୋର ଅନେକ ବିଷୟ ମାନେ ଯାହାକି ଆମମାନଙ୍କ ଜୀବନରେ ପ୍ରଭୁଙ୍କ ନିମନ୍ତେ ଯୋଉ କ୍ଲେଶ ଯୋଉ ତାନା ଯୋଉ ନିନ୍ଦା ଏଇ ଲଘୁ କ୍ଲେଶ ଆସିଥାଏ ଅତ୍ୟଧିକ ବାହୁଲ୍ୟ ରୂପେ ଆମମାନଙ୍କ ନିମନ୍ତେ ସେଟା ଅନନ୍ତ କାଳ ସ୍ଥାୟୀ ନିମନ୍ତେ ମହାଗୌରବ ସାଧନ କରୁଅଛି। ତାର ଅର୍ଥ ଆମେ ଅତି ସରଳ କହିବାକୁ ଗଲେ ପ୍ରଭୁଙ୍କ ସକାଶେ ଯେଉଁମାନେ ନିନ୍ଦା ତାନା ଅପମାନ କିଛି କ୍ଷଣ ପାଇଁ ପାଆନ୍ତି ସେମାନେ ଈଶ୍ୱରଙ୍କ ଗୌରବ ଶାସନ କରୁଅଛନ୍ତି। କାରଣ ଲେଖାଛି ତାଡ଼ନାକାରୀ ଲୋକମାନେ ଧନ୍ୟ କାରଣ ସେମାନଙ୍କର ସ୍ୱର୍ଗ ରାଜ୍ୟ। ତେଣୁ ମୋର ପ୍ରିୟ ମାନେ ଏଇଟା ହଉଛି କ୍ଷଣକାଳ ସ୍ଥାୟୀ ଆମ ଅସ୍ଥାୟୀ ଜାଗାରେ ଅଛୁ। ଆମର ଜାଗା ଯେତେବେଳେ ଆମେ ପ୍ରଭୁଙ୍କୁ ପାଇଲୁ ଆମର ଅନନ୍ତ କାଳ ସ୍ଥାୟୀ ଜାଗା ଅଛି ଯାହାକି ଅଦୃଶ୍ୟ ବିଷୟ। ତାପରେ ଆମେ ଦେଖିପାରୁଛୁ ଯେତେବେଳେ ପ୍ରାଞ୍ଜଳ ଭାବରେ ତେଣୁ ଆମେ ମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଆମେ ଲକ୍ଷ୍ୟ କରୁଅଛୁ। ଯେଉଁମାନେ ପ୍ରଭୁଙ୍କର ବିଶ୍ୱାସ କରୁଛନ୍ତି ଗ୍ରହଣ କରିଛନ୍ତି ଯେଉଁମାନେ ଦୁଃଖ କଷ୍ଟ ତାଡ଼ନା ସହୁଛନ୍ତି ସେମାନେ ନିଶ୍ଚିତ ଅଦୃଶ୍ୟ ବିଷୟରେ ଲକ୍ଷ୍ୟ କରୁଛନ୍ତି। ଯେଉଁ ଟିକେ ନିନ୍ଦା ଅପମାନ ତାଡ଼ନା ଆସିଲେ ସହ୍ୟ ନ କରି ଆଉ ପଛକୁ ଫେରୁଛନ୍ତି ସେମାନେ ଦୃଶ୍ୟ ବିଷୟରେ ଦୃଷ୍ଟିପାତ କରନ୍ତି। ତେଣୁ ଏ କ୍ଷଣକାଳ ଲଘୁ କ୍ଲେଶ ପାଇଁ ସେମାନେ ପଛଘୁଞ୍ଚା କରୁଛନ୍ତି। ଲେଖାଛି ଯଦି ଆମମାନଙ୍କ ଯେଣୁ ଆମ୍ଭେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ। କାରଣ ଦୃଶ୍ୟ ବିଷୟରେ କ୍ଷଣକାଳ ସ୍ଥାୟୀ କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତ କାଳ ସ୍ଥାୟୀ। ଦୃଶ୍ୟ ଅଦୃଶ୍ୟ ଯେକୌଣସି ମଣିଷ ଦୃଶ୍ୟ ବିଷୟ ବେଶୀ ଆସକ୍ତ ହୋଇଥାଏ। ଯେତେବେଳେ ଆମେ ଆତ୍ମିକ ଜୀବନ ଅଭିବୃଦ୍ଧି କରିବା ବାସ୍ତବରେ ଆମେ ସତ୍ୟରେ ପ୍ରଭୁଙ୍କୁ ଗ୍ରହଣ କରିବା ବିଶ୍ୱାସ କରିବା ଆମେ ଅଦୃଶ୍ୟ ବିଷୟ ନିଶ୍ଚିତ ଆସକ୍ତ ହେବା। କାରଣ ଅଦୃଶ୍ୟ ପାଇଁ ଆମମାନଙ୍କ ଲକ୍ଷ୍ୟ ରହିବ ଯେ ମୁଁ ଗୌରବ ନିମନ୍ତେ ଈଶ୍ୱରଙ୍କ ଗୌରବ ଜାଗାକୁ ମୁଁ ଯିବି। ତେଣୁ ମୋର ପ୍ରିୟମାନେ ଆଜି ଆମେ ଦେଖିପାରୁଛୁ ଯେଉଁ ମୁହୂର୍ତ୍ତରେ ଆମମାନେ କ୍ଲେଶର ଅନ୍ୟ ପାର୍ଶ୍ୱରେ ପହଞ୍ଚିବା ଆମର ଏହି କ୍ଲେଶ ଏକ ଅତ୍ୟଧିକ ଓ ଅନନ୍ତ ଗୌରବ ଆଉ ଆମେ ପରିଣତ ହେବା। ଯେଉଁ ଆମମାନଙ୍କ ତାଡ଼ନା କ୍ଲେଶ ସବୁ ଅଛି ସେଟା କେତେବେଳେ ଏହି କ୍ଲେଶ ଦ୍ୱାରା ମଧ୍ୟ ଆମମାନେ ଈଶ୍ୱରଙ୍କ ଗୌରବ କରିପାରିବା। ଏହି ବିଷୟରେ ଅନେକ ସାଧୁ ଏ କଥା ଲେଖିଛନ୍ତି। ଆଉ ଆପଣ ଗୌରବକୁ ନିକିତି ଦ୍ୱାରା ଓଜନ କରିପାରିବା ନାହିଁ। ଏହି ଆମେ ଶାସ୍ତ୍ର ଆମେ ଦେଖିପାରୁଛୁ ଯେ ଆଉ ଯେଟା ଆମେ ପଢିବା ପ୍ରଥମ କରନ୍ତୀୟ 15:19 ଲେଖାଯାଏ ଯଦି ଏହାର ବିପରୀତ ସତ୍ୟ ହୁଏ ଏ ବିଶ୍ୱାସ ହିସାବରେ ଆମର ଅବସ୍ଥା ଅତି ଶୋଚନୀୟ ହେବ ବୋଲି ଲେଖା ହେଇଛି। ପଢନ୍ତୁ ଆଉ ପ୍ରଥମ କରନ୍ତୀୟ 15:19 ଯଦି କେବଳ ଏଇ ଜୀବନ ନିମନ୍ତେ ଆମେ ମାନେ ଖ୍ରୀଷ୍ଟିଆନଙ୍କ ଠାରେ ଭରସା ରଖିଅଛୁ ତେବେ ସମସ୍ତ
ମନୁଷ୍ୟଙ୍କ ଠାରୁ ଆମେମାନେ ଦୁର୍ଭାଗ୍ୟ। କେବଳ ଆମେ ଏଇ ଜଗତରେ ବଞ୍ଚିବା ନିମନ୍ତେ, କେବଳ ଆମେ ଏ ଦୃଶ୍ୟ ବିଷୟ ନିମନ୍ତେ ଆମେ ପ୍ରଭୁଙ୍କ ଠାରେ ଭରସା ରଖିଅଛୁ। ପ୍ରାୟ ଲୋକେ ରୋଗ ସୁସ୍ଥତା ନିମନ୍ତେ ଏବଂ କୌଣସି ଗୋଟେ ପାଇବା ଆଶାରେ ଏବଂ ଏଇ ଦୃଶ୍ୟ ବିଷୟ ଲୋକେ କେବଳ ପ୍ରଭୁଙ୍କ ଉପରେ ଗୋଟେ ଭରସା ରଖିଛନ୍ତି। କୁହାଯାଏ କି ଯଦି ତାଡ଼ନ ଆସିବ, କି ଦୁଃଖ ଆସିବ, କି କଷ୍ଟ ଆସିବ, ସେଇ ସମୟରେ ସେମାନେ ହଠାତ୍ ପଛକୁ ଫେରିଯିବେ। ଏଣୁ ସେମାନେ ସମସ୍ତଙ୍କ ମଧ୍ୟରେ ସେମାନେ ଦୁର୍ଭାଗ୍ୟ ବୋଲି ଲେଖାଯାଇଛି। ସମସ୍ତଙ୍କ ମଧ୍ୟରେ ସେମାନେ ଶୌଚର୍ଯ୍ୟ ଲୋକ ବୋଲି ଲେଖାଯାଇଛି। କାରଣ ଦୃଶ୍ୟ ବିଷୟ କ୍ଷଣ କାଳସ୍ଥାୟୀ, ଅଦୃଶ୍ୟ ବିଷୟରେ ଅନନ୍ତ କାଳସ୍ଥାୟୀ। କେବଳ ଯେଉଁମାନେ ଆଜି ତାଡ଼ନା, କଷ୍ଟ, ନିନ୍ଦା ସହ୍ୟ କରି ପ୍ରଭୁଙ୍କ ଆଗରେ ଅଛନ୍ତି ସେମାନେ ଧନ୍ୟ। କାରଣ ସେମାନେ ନିଶ୍ଚିତ ସ୍ୱର୍ଗ ରାଜ୍ୟର ପୁରସ୍କାର, ସ୍ୱର୍ଗ ରାଜ୍ୟରେ ସେମାନେ ଗୌରବ କରୁଛନ୍ତି। ଏହା ସାଧୁ ପ୍ରାଞ୍ଜଳ ଭାବରେ 15:19 ଲେଖିଛନ୍ତି। ଏଣୁ ମୋର ପ୍ରିୟମାନେ, ପ୍ରଥମ ଆଶୀର୍ବାଦ ମାନଙ୍କ ମଧ୍ୟରୁ ଏକ ଆଶୀର୍ବାଦ ହେଉଛି ବିଶ୍ୱାସର ମୃତ୍ୟୁ ଏବଂ ମୃତ୍ୟୁ ଯାହା ପୂର୍ବରୁ ନାହୁଡ଼ ଶୂନ୍ୟ ହୋଇଛି। କାରଣ ଆମେ ପ୍ରଥମ ବିଶ୍ୱାସ ମାନଙ୍କର ଅଲରେଡି ଆଶୀର୍ବାଦ ଯୀଶୁ ଖ୍ରୀଷ୍ଟ ଆପଣ ମୋ ପାଇଁ ଯୋଉ କଷ୍ଟ, ଯୋଉ ମୃତ୍ୟୁ ପାଇଲେ ଏବଂ ମୃତ୍ୟୁକୁ ନାହୁଡ଼କୁ ସେ ଭାଙ୍ଗି ଦେଇଛନ୍ତି, ଏହା ଦ୍ୱାରା ଆମେ ତାଡ଼ନା, କ୍ଲେଶ ଆସିଲେ ମଧ୍ୟ ସହ୍ୟ କରିପାରିବା। ଏହା ହେଉଛି ଆମମାନଙ୍କର ପ୍ରଥମ ଆଶୀର୍ବାଦ ଈଶ୍ୱରଙ୍କ ବାକ୍ୟରେ ଲେଖାଯାଇଛି। ଏଣୁ ମୋର ପ୍ରିୟମାନେ, ଯେତେବେଳେ ବିଶ୍ୱାସୀ ପାଇଁ ମୃତ୍ୟୁ ଯୀଶୁ ଖ୍ରୀଷ୍ଟଙ୍କର ଗଭୀର ନିଦ୍ରା ଯିବା ପରେ ଜହନ ଏ କଥା ଲେଖାଇଛନ୍ତି, ଯାହାକି ଜହନ 11:11 ସେ ଲାଜାରଙ୍କ ବିଷୟ କହିଲେ ସେ ନିଦ୍ରା ଯାଇଛନ୍ତି। ତେଣୁ ମୋର ପ୍ରିୟମାନେ, ଆଜି ଆମମାନଙ୍କର କ୍ଷଣକାଳ ସ୍ଥାୟୀ ଜଗତରେ ଥାଇଥାଉ ଯଦି ଆମମାନେ ଜୀବନ ଚାଲିଯାଏ, ଆମମାନଙ୍କର ମହାନିଦ୍ରା ଅର୍ଥ ଆମେ ପୁରା ରେଷ୍ଟ ଆମେ ନେବା ପ୍ରଭୁଙ୍କ ଗୌରବ ନିମନ୍ତେ। ଆମର ମୃତ୍ୟୁ ନୁହେଁ, ଆତ୍ମା ମୃତ୍ୟୁ ନୁହେଁ, ଏ ଶୈଳିକ କ୍ଷଣ ସେଟା ଲୀନ ହୋଇଯାଏ, କିନ୍ତୁ ଆତ୍ମା ଈଶ୍ୱରଙ୍କ ନିକଟକୁ ଯାଏ। ଏଣୁ ଏଇ ସ୍ଥାନ ଆମେ ଯାଉଛୁ। ତେଣୁ ଆମମାନେ ପ୍ରଥମ ତେସଲୋନିକ ଯାହାକି ଆଉ 4:14 ଲେଖାଯାଏ, ତାହାକୁ ବ୍ୟକ୍ତି ଆମେ ଟିକେ ପଢନ୍ତୁ, ଆମେ ଜାଣିପାରିବା। ପ୍ରଥମ ତେସଲୋନିକ 4:14। କାରଣ ଯଦି ଆମେମାନେ ବିଶ୍ୱାସ କରୁ ଯେ ଯୀଶୁ ମରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ୱର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କର ସଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ। ବିଶ୍ୱାସ କରେ, ଏଟା ହଉଛି ବଡ ବିଶ୍ୱାସ। ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେ ମୋ ପାଇଁ ମରିଛନ୍ତି, ମୋ ପାଇଁ ଉଠିଛନ୍ତି, ସେ ଜୀବିତ ବୋଲି ଆମେ ବିଶ୍ୱାସ କରୁଛୁ। ଠିକ ସେ ବିଶ୍ୱାସୀ ମାନଙ୍କ ଜୀବନରେ ମଧ୍ୟ ଆମେ ମୃତ୍ୟୁଭୋଗ କରିବା, ଈଶ୍ୱର ଲୀନ ହେବ, କିନ୍ତୁ ଆମେ ମଧ୍ୟ ମହାନିଦ୍ରା ପ୍ରାପ୍ତ ହୋଇ ମଧ୍ୟ ଆମେ ଉଠିପାରିବା। ଏହି ବିଶ୍ୱାସ ଲକ୍ଷ୍ୟ ନେଇ ଅଦୃଶ୍ୟ ବିଶ୍ୱାସ ନେଇ ଆମେ ଈଶ୍ୱରଙ୍କୁ ଗୌରବ କରିବା ନିମନ୍ତେ ସାଧୁ ପାଉଲ ଏ ସ୍ଥାନରେ ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟା କରିଛନ୍ତି। ମୋର ପ୍ରିୟମାନେ, ମୋ ଅଧିକ କହିବାକୁ ଯାଉନି, ବିଶ୍ୱାସୀ ମାନଙ୍କର ଭବିଷ୍ୟତ ଗୌରବ ବିଷୟ ମୁଁ କେତେଟା ପଏଣ୍ଟ ଦେବି, ସଂକ୍ଷିପ୍ତ ପଏଣ୍ଟ ଦେବି, ତାପରେ ଆମେ ସମାପ୍ତ କରିବା। ମୋ ପାଖରେ 7ଟା ପଏଣ୍ଟ ଅଛି, ସେଥିମଧ୍ୟରୁ ମୁଁ ସଂକ୍ଷିପ୍ତ କହିଦେବି, ଆପଣ ଯଦି ଲେଖିପାରିବେ। ଖ୍ରୀଷ୍ଟଙ୍କ ସହିତ ରହିବା। ପ୍ରଥମ ଆମେ ଈଶ୍ୱରକୁ ଗୌରବ କରିବା ପାଇଁ ହେଲେ ଭବିଷ୍ୟତ ଆମେ ଗୌରବ ପାଇଁ ଅଛୁ, ଆମେ ଖ୍ରୀଷ୍ଟଙ୍କ ଠାରେ ଆମେ ରହିବା। ଏ ଜଗତ ଥାଏ ଆମେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମେ ରହିବାକୁ ପଡ଼ିବ। କାରଣ ଜହନ 14:3 ଯୀଶୁ ଖ୍ରୀଷ୍ଟ କଣ କହିଲେ? ମୁଁ ଯାଇ ତୁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ ତୁମାନେ ମଧ୍ୟ ସେଇ ସ୍ଥାନରେ ରହିବ। ଏହା ପ୍ରଭୁ ପ୍ରତିଜ୍ଞା କରିଛନ୍ତି। ଏଥି ନିମନ୍ତେ ଆମେ ଆପଣ ନିକଟକୁ ଜ୍ଞାନୀଗିରି ପ୍ରଭୁ କହିଛନ୍ତି। ଏହା ମହାନ ବ୍ୟକ୍ତିଙ୍କ ଉପସ୍ଥିତି ରହିବାକୁ ଆମେ ସମସ୍ତେ ଆନନ୍ଦ ହେବା। ପ୍ରଥମେ ଏ ଜଗତରେ ଆମେ ଥାଇ ଖ୍ରୀଷ୍ଟଙ୍କ ଠାରେ ରହିବା, କାରଣ ପ୍ରଭୁ ଏ କଥା କହିଲେ, ମୁଁ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି, ଆଉ ମୁଁ ପୁନର୍ବାର ଆସି ତୁମମାନଙ୍କୁ ସେଇ ଜାଗାକୁ ନେବି। ଏହା ଲକ୍ଷ୍ୟ କରି ଆମେ ପ୍ରଭୁରେ
ଆନନ୍ଦ ପ୍ରଭୁରେ ଆମେ ରହିବାକୁ ପଡିବ। ଆଉ ଦ୍ୱିତୀୟ ପଏଣ୍ଟ ଆମେ ଦେଖିବା ତାହାଙ୍କ ମୁଖ ଦର୍ଶନ କରିବା। ଈଶ୍ୱରଙ୍କ ମୁଖ ପ୍ରଥମେ ଖ୍ରୀଷ୍ଟଙ୍କ ସହିତ ଆମେ ରହିବା। ଆମେ ଅନେକ ଲୋକଙ୍କ ସହିତ ଆମେ ରହିଥାଉ, କିନ୍ତୁ ନିର୍ଭର କରିଥାଉ, କିନ୍ତୁ ଖ୍ରୀଷ୍ଟଙ୍କଟା ନିର୍ଭର ରହିବା ଅର୍ଥ ଖ୍ରୀଷ୍ଟଙ୍କଠାରେ ପ୍ରାର୍ଥନାରେ ରହିବା, ଜାଗି ରହିବା। ଦ୍ୱିତୀୟରେ ଆମେ ଦେଖିପାରୁଛୁ ତାହାଙ୍କ ମୁଖ ଦର୍ଶନ କରିବା। ଗୀତ ସଂହିତା 16:15 ଲେଖାଯାଇଛି, 17:15 ଲେଖାଯାଇଛି, ମୁଁ ତୁମ୍ଭ ଧର୍ମରେ ତୁମ୍ଭ ମୁଖ ଦର୍ଶନ କରିବି, ମୁଁ ତୁମ୍ଭ ଅକାଳରେ ଜାଗ୍ରତ ହେବା ବେଳେ ପରିତୃପ୍ତ ହେବି। ଏଟା ଲେଖାଇଛି, ଏତେ ସୁନ୍ଦର ବାକ୍ୟ। ଆଉ ମାତ୍ର ମୁଁ ତୁମ୍ଭ ଧର୍ମରେ ତୁମ୍ଭ ମୁଖ ଦର୍ଶନ କରିବି। କାରଣ ଆମେ ଦର୍ଶନ କେମିତି କରିବା? ପ୍ରଭୁଙ୍କ ଉପସ୍ଥିତି ମଧ୍ୟରେ, ବାକ୍ୟ ମଧ୍ୟରେ ଆମେ ତାଙ୍କ ମୁଖ ଦର୍ଶନ କରିବା। ପଢନ୍ତୁ ଗୀତ ସଂହିତା କେତେ ଆଜ୍ଞା? 17:15 ଗୀତ ସଂହିତା 17:15। ମାତ୍ର ମୁଁ ତୁମ ଧର୍ମରେ ତୁମ ମୁଖ ଦର୍ଶନ କରିବି, ମୁଁ ତୁମ ଆକାରରେ ଜାଗ୍ରତ ହେବା ବେଳେ ପରିତୃପ୍ତ ହେବି। ମୋର ପ୍ରିୟ ମାନେ, ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ପ୍ରଭୁଙ୍କ ନିମନ୍ତେ ଆମେ ଯଦି ଏଇ ଭବିଷ୍ୟତର ଗୌରବ ଆମମାନଙ୍କର ବିଶ୍ୱାସ ଅଛି, ତେବେ ଏଇ ସ୍ଥାନ ତାହାଙ୍କ ମୁଖ ଦର୍ଶନ କରିବା ନିମନ୍ତେ ଗୀତ ସଂହିତାରେ ଲେଖାଯାଇଛି, ମାତ୍ର ମୁଁ ତୁମ ଧର୍ମରେ ତୁମ ମୁଖ ଦର୍ଶନ କରିବି। କେମିତି ଆମେ ପ୍ରଭୁଙ୍କ ମୁଖ ଦର୍ଶନ କରିବା? ତାଙ୍କର ଗୌରବ ମହିମା ପ୍ରାର୍ଥନା ଧର୍ମରେ ଆମେ ତାକୁ ଦର୍ଶନ କରୁଛୁ। ଆଉ ମୁଁ ତୁମ ଆଚାରରେ, ଏଇଟା କଣ ଅଛି? ମୁଁ ତୁମ ଆକାରରେ, ମୁଁ ତୁମ ଆକାରରେ ଜାଗ୍ରତ ହେବା ବେଳେ ପରିତୃପ୍ତ ହେବି। ସମସ୍ତ ବିଷୟ ଆମେ ପ୍ରଭୁଙ୍କ ନିମନ୍ତେ ଆମେ ଜାଗ୍ରତ ପ୍ରସ୍ତୁତ ହେବା ବେଳେ ନିଶ୍ଚିତ ଆମକୁ ପରିତୃପ୍ତ କରିବେ। ଯଦି ଆମେ ଦ୍ୱିତୀୟ କରିନ୍ଥିୟ 4:6 ଲେଖାଯାଇଛି, ପଢନ୍ତୁ, ସେଟା ଲେଖାଯାଇଛି, ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ୱରଙ୍କ ଗୌରବମୟ ଜ୍ଞାନରେ ଆଲୋକ ଆମେ ତାହା ଦେଖିବା। କାରଣ ଦ୍ୱିତୀୟ କରନ୍ତି 4:6 ଟିକେ ପଢନ୍ତୁ। ଯେଣୁ ଅନ୍ଧକାରରୁ ତୃପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ, ଯେଉଁ ଈଶ୍ୱର ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ୱରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ ମାନଙ୍କ ହୃଦୟରେ ଆଲୋକ ପ୍ରକାଶିତ କରିଅଛନ୍ତି। ମୋର ପ୍ରିୟ ମାନେ, କେବଳ ଖ୍ରୀଷ୍ଟଙ୍କର ଆଲୋକ ଦେଖିବା ନିମନ୍ତେ ପ୍ରଭୁ ଆମମାନଙ୍କ ନିମନ୍ତେ ପ୍ରଭୁ ଯୀଶୁ ଆସି ଅନେକ ଆଲୋକ ଦେଖାଇଛନ୍ତି। ଅନେକ ଅନ୍ଧକାର ପ୍ରଭୁ ଆଶ୍ଚର୍ଯ୍ୟ ଆଲୋକକୁ ଆଣିଲେ। ତେଣୁ ମୋର ପ୍ରିୟ ମାନେ, ଆମେ ତାହା ଦେଖିବା ଆଉ ସେଇ ଗୌରବମୟ ମୁଖ ଦର୍ଶନ କରିବା। ଆମେ ଗୌରବର ବିଷୟ ଅଟେ। ତାହା ଅନେକ ବାକ୍ୟ ରେଫରେନ୍ସ ମୋ ପାଖରେ ପ୍ରକାଶିତ 22:4 ମଧ୍ୟ ଲେଖାଯାଇଛି, ସେମାନେ ତାହାକୁ ଆମେ ମୁଖ ଦର୍ଶନ କରିବେ। ଅନେକ ତାହାଙ୍କ ଲୋକମାନେ ଯୀଶୁଖ୍ରୀଷ୍ଟଙ୍କ ଆସିବା ସମୟରେ ମଧ୍ୟ ମୁଖ ଦର୍ଶନ କରିବେ। ପ୍ରକାଶିତ 22:4 ମଧ୍ୟ ଏକଥା ଲେଖାଯାଇଛି। ଆମେ ଦେଖିବା, ପ୍ରଥମେ ଖ୍ରୀଷ୍ଟଙ୍କ ସହିତ ରହିବା, ଦ୍ୱିତୀୟ ତାହାଙ୍କ ମୁଖ ଆମେ ଦର୍ଶନ କରିବା। ଆଉ ଏଇ ସ୍ଥାନରେ ଏବେ ଆମେ ଯେ ପ୍ରାତଃ ସମୟରେ ଅଛୁ, ତାଙ୍କ ବାକ୍ୟ ଦ୍ୱାରା ଆମେ ତାଙ୍କ ମୁଖ ଦର୍ଶନ କରୁଛୁ। ଏଠୁ ଆମେ ପ୍ରଭୁଙ୍କ ସହଭାଗିତା କରିବା ଦ୍ୱାରା ତାହାଙ୍କର ମୁଖ ଆମେ ଦର୍ଶନ କରିଥାଉଛି। ଅଦୃଶ୍ୟ ବିଷୟ, ଅଦୃଶ୍ୟ ବିଷୟ ଗୁଡାକ ଆମେ ସଦାବେଳେ ପ୍ରସ୍ତୁତ ହେବା ଆବଶ୍ୟକ ଅଛି। ନମ୍ବର 3, ଖ୍ରୀଷ୍ଟଙ୍କ ଗୌରବ ଦର୍ଶନ କରିବା। ଆମେ ତ ଦେଖିବୁ ତାହାଙ୍କ ମୁଖ ଦର୍ଶନ କରିବା ଆଉ ଖ୍ରୀଷ୍ଟଙ୍କ ଗୌରବ ଦର୍ଶନ କରିବା। ଆଉ ଜୋହନ 17:24 ଜୋହନ 17:24 କଣ ଆଜ୍ଞା? 17:24 ନାଇଁ 3 ନମ୍ବର। ହେ ପିତା, ତୁମେ ମତେ ଯେଉଁମାନଙ୍କୁ ଦେଇଅଛ, ମୁଁ ଯେଉଁଠାରେ ଥାଏ
ସେମାନେ ମଧ୍ୟ ଯେପରି ସେଠାରେ ମୋହର ସହିତ ରହିବେ ଓ ଜଗତର ପତନ ପୂର୍ବେ ତୁମ୍ଭେ ମତେ ପ୍ରେମ କରୁଥିବାରୁ ମତେ ଯେଉଁ ମହିମା ଦେଇଅଛ ମୋହର ସେଇ ମହିମା ସେମାନେ ଯେପରି ଦେଖିବେ ଏହା ମୋର ଇଚ୍ଛା। ଆମେ ଯେପରି ତାହାଙ୍କର ମହିମା ଦେଖିବା, କାରଣ ପିତା ପୁତ୍ରଙ୍କର ଦର୍ଶନ ଯେପରି ସେମାନେ ମହିମାରେ ପରିପୂର୍ଣ୍ଣ ଥିଲେ, ଗୌରବରେ ପରିପୂର୍ଣ୍ଣ ଥିଲେ, ସେପରି ଆମେ ଖ୍ରୀଷ୍ଟଙ୍କ ଗୌରବ ଦର୍ଶନ କରିବା ଦ୍ୱାରା ଆମେ ଖ୍ରୀଷ୍ଟଙ୍କୁ ଆମମାନଙ୍କ ନିମନ୍ତେ ଆସିଲେ ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହା ପ୍ରାର୍ଥନା କରୁଛନ୍ତି। ମୋର ସେଇ ମହିମା ସେମାନେ ଦେଖିବେ, ଏହା ମୋର ଇଚ୍ଛା। କାରଣ ଯୀଶୁ ଖ୍ରୀଷ୍ଟଙ୍କର ଏହା ଇଚ୍ଛା ଥିଲା। କାରଣ ପ୍ରତ୍ୟେକ ବ୍ୟକ୍ତି ସୁନ୍ଦରୀ କନ୍ୟାକୁ ଦେଖିବାକୁ ଇଚ୍ଛା କରନ୍ତି। ଏହା କେତେ ଅଧିକ ଆଶ୍ଚର୍ଯ୍ୟ ଦୃଶ୍ୟ। ଏହା ଶରୀର ରୂପାନ୍ତରିତ ପୂର୍ବ ଅବସ୍ଥା ହେବ। କାରଣ ଆମେ ଯେତେବେଳେ ପରମେଶ୍ୱରଙ୍କର ଏହି ମହିମା ମାନେ ପବିତ୍ର ମହିମା, ସେ ଆନନ୍ଦ ଆମକୁ ଅନେକ ସୁନ୍ଦରୀ କନ୍ୟା ଠାରୁ ଅଧିକ ପବିତ୍ର ସୌନ୍ଦର୍ଯ୍ୟ ଆମମାନଙ୍କୁ ଆକର୍ଷଣ କରିଥାଏ। ତେଣୁ ଯାହାକି ଆମେ ଦେଖିପାରୁଛୁ ପରମେଶ୍ୱର ଅନେକ ଆମମାନଙ୍କ ନିମନ୍ତେ ଦର୍ଶନ କରିବା ନିମନ୍ତେ, କାରଣ ଯେତେବେଳେ ପ୍ରଭୁ ଯୀଶୁ ମୃତ୍ୟୁରୁ ଉଠିଲେ ତାଙ୍କର ସେ ତେଜ এই ସୁନ୍ଦରତା ଅନେକ 17 ଜଣ ଦେଖିପାରିଲେ ନାହିଁ। କାରଣ ସେମାନେ ଖ୍ରୀଷ୍ଟଙ୍କର ବିଶ୍ୱାସ କରିନଥିଲେ। ଦଳି ପଡ଼ିଲେ, 17 ଜଣ ସୈନ୍ୟମାନେ ଦଳି ପଡ଼ିଲେ। ମୋର ପ୍ରିୟ ପାଳି ଯେ ପ୍ରଭୁଙ୍କ ଲୋକମାନେ ତାହାଙ୍କର ମହିମା ଦେଖିପାରିବେ। ତେଣୁ ଆସୁ 4 ନମ୍ବର ଆମେ ଦେଖିବା ଖ୍ରୀଷ୍ଟଙ୍କ ସହିତ ଆମେ ଗୌରବାନ୍ୱିତ ହେବା, ଯାହା ସୁନିଶ୍ଚିତ। କେବଳ ପ୍ରଭୁଙ୍କ ଆମେ ଥିବା ଯୋଗୁଁ ଈଶ୍ୱରଙ୍କ ଆମେ ଗୌରବାନ୍ୱିତ ହେବା। କାରଣ କ'ଣ? ରୋମିଓ 8:17-18 ପଦ ଟିକେ ପଢ଼ନ୍ତୁ। ରୋମିଓ 8:17-18। ଆମେ ଖ୍ରୀଷ୍ଟଙ୍କୁ ଆମେ ବି ଗୌରବାନ୍ୱିତ ହୋଇପାରିବା। ଏଟା କି ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟ। ରୋମିଓ 8:17-18 ପଦ। ଆଉ ଯଦି ସନ୍ତାନ ତେବେ ଉତ୍ତରାଧିକାରୀ, ଅର୍ଥାତ୍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମେ ମାନେ ତାହାଙ୍କ ସାଙ୍ଗରେ ଦୁଃଖ ଭୋଗ କରୁ, ତେବେ ଈଶ୍ୱରଙ୍କର ଉତ୍ତରାଧିକାରୀ ଓ ଖ୍ରୀଷ୍ଟ ସହ ଉତ୍ତରାଧିକାରୀ ଅଟୁ। କାରଣ ମୋ ବିଚାରରେ ଯେଉଁ ଗୌରବ ଆମମାନଙ୍କ ପ୍ରତି ପ୍ରକାଶିତ ହେବ ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖ ଭୋଗ କିଛି ହିଁ ନୁହେଁ। ବାସ୍ତବରେ ଆମେ ଯୋଉ ଦୁଃଖ ଭୋଗ ବେଳେ ବେଳେ ତାଡ଼ନା, ନିନ୍ଦା, ଅପମାନ ପାଉଛୁ, ଆମଠାରୁ ଅଧିକ ଖ୍ରୀଷ୍ଟ ଦୁଃଖ ଭୋଗ ପାଇ ସେ ନିଜର ମହିମା ପ୍ରକାଶ କରିଛନ୍ତି। ମୃତ୍ୟୁର ପୁନରୁତ୍ଥିତ ହେଲେ ସେଦିନ ସମସ୍ତ ଏ ମୃତ୍ୟୁର ଶକ୍ତିକୁ ଲୋପ କରି ସେ ନିଜର ମହିମା ପ୍ରକାଶ କରୁଛନ୍ତି। ତେଣୁ ଆମମାନଙ୍କୁ ମଧ୍ୟ ଏ କଥା ଆଶ୍ୱାସନା ଦେଇ କହି, ଆଉ ଯଦି ଆମେ ଈଶ୍ୱରଙ୍କ ସନ୍ତାନ ହେଉଛି ତାଙ୍କ ଉତ୍ତରାଧିକାରୀ ପାଇଛୁ, ତାର ଅଧିକାର ଆମେ ସମସ୍ତ ବିଷୟ ପାଇଅଛୁ। ଅର୍ଥାତ୍ ଯଦି ଖ୍ରୀଷ୍ଟଙ୍କ ସହିତ ଆମେ ଗୌରବାନ୍ୱିତ ମଧ୍ୟ ହେବା, ଏବଂ ଖ୍ରୀଷ୍ଟ କେବଳ ଗୌରବ ପାଇବ ତାହା ନୁହେଁ, ପ୍ରଭୁ ମଧ୍ୟ ଆମମାନଙ୍କୁ, କାହିଁକି ତାଙ୍କ ଉତ୍ତରାଧିକାରୀ ଯୋଉ ପ୍ରଭୁ ଗୌରବ ପାଆନ୍ତି ତାହା ମଧ୍ୟ ଆମେ ମଧ୍ୟ ଗୌରବ ମିଳିବ। ଆଉ ନିମନ୍ତେ ଆମେ ତାହାଙ୍କ ସାଙ୍ଗରେ ଦୁଃଖ ଭୋଗ କରୁ। ତେଣୁ ଖ୍ରୀଷ୍ଟ ଆଗରୁ ଦୁଃଖ ଭୋଗ କରୁଛନ୍ତି, ଏଥିପାଇଁ ମଧ୍ୟ ଆମମାନେ The number you have dialed is currently busy. ପ୍ରଭୁଙ୍କ ନିମନ୍ତେ ଆମେ ଦୁଃଖ ବି ପାଉଛୁ। ଆମେ ଯୀଶୁ ଦୁଃଖ ପାଇଲା ପରେ ଗୌରବାନ୍ୱିତ ହେଲେ ସୁନିଶ୍ଚିତ ଈଶ୍ୱରଙ୍କ ବାକ୍ୟ ଅଛି। ନମ୍ବର 5 ଆମେ ଦେଖିବା ଖ୍ରୀଷ୍ଟଙ୍କ ସହିତ ମଧ୍ୟ ଆମେ ଗୌରବାନ୍ୱିତ ହେବା। ନମ୍ବର 5 ଲେଖାଗଲା ଖ୍ରୀଷ୍ଟଙ୍କ ସହିତ ଆମେ ରାଜତ୍ୱ କରିବା। ଏତେ ଅଧିକାର ଆମେ ପାଇଛୁ। ଆମେ ଏଣୁ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ବିଶ୍ୱାସୀ ଗଣ
ସାଧାରଣ ଲୋକ ନୁହନ୍ତି, ଆମେ ନିଜକୁ ଜାଣିପାରୁ ଅଦୃଶ୍ୟ ବିଷୟରେ ଆମେ ଏତେ ନିଶ୍ଚିତ ନ ହୋଇ ଆମେ ବିଭିନ୍ନ ପ୍ରକାର ଦୃଶ୍ୟ ବିଷୟ ଦେଖି ଆମେ ପଛକୁ ଯାଉଛୁ, କିନ୍ତୁ ନିଶ୍ଚିତ ପ୍ରଭୁ ତାଙ୍କର ଅଦୃଶ୍ୟ ବିଷୟରେ ଅନେକ ଆମମାନଙ୍କ ରାଜତ୍ୱ ଅଧିକାର ଉତ୍ତରାଧିକାର ଦେଇଛନ୍ତି, ତାହା ଆମେ ଜାଣି ଅନେକ ପ୍ରଭୁଙ୍କୁ ଆମେ ଗୌରବ କରିବା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଣୁ 5 ନମ୍ବର ଲେଖାଛି ଖ୍ରୀଷ୍ଟଙ୍କ ସହିତ ଆମେ ରାଜତ୍ୱ କରିବା। ପ୍ରଭୁ ଯେ ରାଜତ୍ୱ କରିବେ ତାହା ନୁହେଁ, ତାହାଙ୍କ ସହିତ ଆମେ ରାଜତ୍ୱ କରିବା, କାରଣ ଆମେ ତାହାଙ୍କର ସନ୍ତାନ ସନ୍ତତି ହୋଇଅଛୁ। ଆଉ ରାଜାଙ୍କର ପୁଅ ନିଶ୍ଚିତ ରାଜା ତା ବାପାଙ୍କ ସେ ନିଜସ୍ୱ ରାଜତ୍ୱ ଦିନେ ନା ଦିନେ କରିବ। ଠିକ ସେପରି ଆମେ ଖ୍ରୀଷ୍ଟ ଆମ ପାଇଁ ରାଜତ୍ୱ କରିବା ଦ୍ୱାରା ଆମେ ତାହାଙ୍କ ସହିତ ରାଜତ୍ୱ କରିବା। 2 ତିମୋଥୀ ଆଉ 2:12 ପଢନ୍ତୁ। 2 ତିମୋଥୀ 2:12। ଯଦି ଆମେମାନେ ଧୈର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ରାଜତ୍ୱ କରିବା। ଯଦି ଆମେମାନେ ତାହାଙ୍କୁ ଅସ୍ୱୀକାର କରୁ, ତେବେ ସେ ମଧ୍ୟ ଆମମାନଙ୍କୁ ଅସ୍ୱୀକାର କରିବେ। ସୁନ୍ଦର ବାକ୍ୟ ଆମେ ଦେଖିପାରୁଛୁ। ଯଦି ଆମେମାନେ ଧୈର୍ଯ୍ୟ ଧରୁ, କାରଣ ଏଇ ଅଦୃଶ୍ୟ ବିଷୟରେ ଆମେ ନିଶ୍ଚିତ ହେଇଛୁ, ଆମେ ଧୈର୍ଯ୍ୟ ଧରିବା, ଆମେ ସହ୍ୟ କରିବା, ତେବେ ତାହାଙ୍କ ସହିତ ମଧ୍ୟ ଆମେ ରାଜତ୍ୱ କରିବା। ସେ ରାଜତ୍ୱ କ୍ଷଣ କାଳ ସ୍ଥାୟୀ ନୁହେଁ, ଏ ରାଜତ୍ୱ ଅନନ୍ତ କାଳ ସ୍ଥାୟୀ। ମୋର ପ୍ରିୟ ମାନେ এই କ୍ଷଣ କାଳ ସ୍ଥାୟୀ ପାଇଁ ଆମେ ଯୋଉ ଦୃଶ୍ୟ ବିଷୟ ଆସକ୍ତ ହେବା, এটা କିଛି ନୁହେଁ, କିନ୍ତୁ ଅନନ୍ତ କାଳ ସ୍ଥାୟୀ ପାଇଁ ଯୋଉ ଆମେ ରାଜତ୍ୱ କରିବା, ଏହା ପାଇଁ ଆମେ ଦୃଷ୍ଟିପାତ କରିବା କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ମୋର ପ୍ରିୟ ମାନେ, ଆଜି ଆମେ ଦେଖିପାରୁଛୁ ପ୍ରଭୁ ଆମମାନଙ୍କୁ ତାହାଙ୍କ ରାଜତ୍ୱ କରିବା ପାଇଁ ମଧ୍ୟ ଆମକୁ ସାମିଲ କରିବେ। ଏହା ଏତେ ଗୌରବର ବିଷୟ ଅଟେ, ମହତ୍ଵ ବିଷୟ ଅଟେ। ଆଉ 2ଟା ରହିଲା, ତାପରେ ମୁଁ ସମାପ୍ତ କରିବି। ଆଉ ନମ୍ବର 6 ହଉଛି ସମସ୍ତ ବିଷୟରେ ଆମକୁ ଅଧିକାର ହେବା। ସମସ୍ତ ବିଷୟରେ ଆମେ ଅଧିକାର ହେବା। ଆଉ ପଢିବେ ଯଦି ଆମେ ପ୍ରକାଶିତ ବାକ୍ୟ 21:7 ଲେଖା ଅଛି। ପ୍ରକାଶିତ 21:7 ଲେଖା ଅଛି। ସେ ଜୟ କରେ, ସେ ଏହି ସମସ୍ତର ଅଧିକାର ହେବୁ, ଆମେ ତାହାର ଈଶ୍ୱର ହେବୁ, ପୁଣି ସେ ଆମର ପୁତ୍ର ହେବ। ଯେ ଜୟ କରେ ସେ ସମସ୍ତ ଅଧିକାର, ଖ୍ରୀଷ୍ଟଙ୍କ ଯୋଉ ଅଧିକାର ପାଇଛି ସେ ସମସ୍ତ ଅଧିକାର ପାଏ। କାହିଁକି? ଆମେ ତାଙ୍କର ଅଧିକାରୀ ପ୍ରାପ୍ତ ସନ୍ତାନ ହେଇଅଛି। ଏଥିପାଇଁ ଯେ ଜୟ କରେ, ମାନେ ଏ ସମସ୍ତ କ୍ଷଣକାଳ ସ୍ଥାୟୀ, ଏ ଦୁଃଖ ଭୋଗ ସହ୍ୟ କରେ, ଜୟ କରେ। ଜୟ ତ ସୁନିଶ୍ଚିତ, କାହିଁକି? ଆମେ ମଲେ ମଧ୍ୟ ତାହାଙ୍କ ରାଜ୍ୟକୁ ଯିବା। ତେଣୁ ଆମେ ଜୟ ସୁନିଶ୍ଚିତ। ଏଣୁ ମୋର ପ୍ରିୟ ମାନେ, ଏଇଟା ଅତି ସୁନ୍ଦର ବାକ୍ୟ ଲେଖାଛି, ଯେ ଜୟ କରେ ସେ এই ସମସ୍ତ ବିଷୟରେ ଅଧିକାରୀ ହେବ। ଆମେ ଯେତେବେଳେ ଅଦୃଶ୍ୟ ବିଷୟ ବିଶ୍ୱାସରେ ଆମ ହୃଦୟ ରଖିବା, ସ୍ଥିର ରଖିବା, এই କ୍ଷଣକାଳ ସ୍ଥାୟୀ ଦୁଃଖ ଭୋଗ କ୍ଲେଶ ତାର ଆମେ କିଛି ଲାଗିବ ନାହିଁ। ଯେତେବେଳେ ଆମେ ଜଗତକୁ ଆମେ ଦୃଷ୍ଟି ପାଇବା, ଦୃଶ୍ୟ ବିଷୟ ଆମେ ଦୃଷ୍ଟିପାତ କରୁଛୁ, ଆମକୁ ବହୁତ କଷ୍ଟ ଲାଗେ, ଏତେ କଷ୍ଟ ଲାଗେ ଯେ ରହିବା ପାଇଁ ଯିବ ନାହିଁ। ଏହା ଆମେ ନିଜେ ଅନୁଭବ କରୁ। ଏଣୁ ଆମେ ତାହାଙ୍କ ଈଶ୍ୱର, ପୁଣି ସେ ଆମର ପୁତ୍ର ହେବ। ମୋର ପ୍ରିୟ ମାନେ, କାରଣ ଆମେ ତାହାଙ୍କର, ସେ ଆମ୍ଭର। ଏଣୁ ଏହା ଜାଣି ଆମେ କ୍ଷଣକାଳ ଦୁଃଖ ଭୋଗ ପାଇଁ ଆମେ ଅସ୍ଥିର ହେବା ନାହିଁ। ଆମେ ଅଦୃଶ୍ୟ ବିଷୟ ଆମେ ନିଶ୍ଚିତ ହେବା। ଆମେ ଦୃଶ୍ୟ ବିଷୟ ପାଇଁ ଆମେ ଆସକ୍ତ ହେବା ନାହିଁ। ଆଉ ପ୍ରାଞ୍ଜଳ ଭାବରେ ଲେଖା ହେଇଛି, ପ୍ରେରିତ 26:8 ସେ ଖ୍ରୀଷ୍ଟ ହିଁ ବିଶ୍ୱାସୀ ଓ ଗୌରବ ରାଜ୍ୟରେ ଅଧିକାର। 7 ଟିକେ ଦେଖିବା। ଆମେ ଏତିକି ନୁହେଁ ଯେ ଆମେ ତାରାଗଣ ପରି ତେଜସ୍ୱୀ ବୋଲି ଲେଖା ଅଛି।
ପ୍ରଭୁଙ୍କ ଲୋକମାନେ ବିଶ୍ୱାସୀ ଗଣମାନେ ଯେଉଁମାନେ ଏ ସମସ୍ତ ବିଷୟ ସହ୍ୟ କରିବେ ସେମାନେ ତାରାଗଣ ପରି ତେଜସ୍ୱୀ ହେବେ ବୋଲି ଲେଖାଯାଇଛି। ତାରାଗଣ, କିନ୍ତୁ ତାରାଗଣ ସୂର୍ଯ୍ୟର ଆଉ ଶକ୍ତି ଦ୍ୱାରା ସେମାନେ ତେଜସ୍ୱୀ ହୁଅନ୍ତି, ଆଲୋକିତ ହୁଅନ୍ତି। ଠିକ ସେହିପରି ଖ୍ରୀଷ୍ଟଙ୍କ ଶକ୍ତି ଦ୍ୱାରା ଆମେ ଆଲୋକିତ ତେଜସ୍ୱୀ ହେଇପାରିବା। ଏହା ଦାନିଏଲ 12:3 ଲେଖାଯାଇଛି। ପଢନ୍ତୁ ଦାନିଏଲ ପୁସ୍ତକ 12:3। ଦାନିଏଲ 12:3। କୋଉ ପାତ୍ର ଅଛି ଆଜ୍ଞା? ଯଦି ମଝିରେ ଖୋଲେ ଆଉ ଗୀତ ସଂହିତା ବା ଦିଶା ପୁସ୍ତକ ଆସିବେ, ଦିଶା ପରେ ଆସିବ ଦାନିଏଲ ପୁସ୍ତକ। ଆଉ ଯେଉଁମାନେ ଜ୍ଞାନବାନ ସେମାନେ ଆକାଶର ଯୁକ୍ତିର ତୁଲ୍ୟ ଓ ଯେଉଁମାନେ ଅନେକ ଧର୍ମର ପ୍ରତି ଫେରାଇ ଆଣନ୍ତି ସେମାନେ ତାରାଗଣର ତୁଲ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ। ହାଲେଲୁୟା। ଏହାକୁ ଯେଉଁମାନେ ଆଉ ଯେଉଁମାନେ ଜ୍ଞାନବାନ, ଜ୍ଞାନ କିଏ? ଯେଉଁମାନେ ପ୍ରଭୁ ବିଷୟକ ଲୋକ ହିଁ ଜ୍ଞାନୀବାନ। କାହିଁକି? ସେମାନେ ସୁକ୍ରିୟା ତ୍ୟାଗୀ କରନ୍ତି। ଯେଉଁମାନେ ପ୍ରଭୁଙ୍କୁ ଭୟ କରନ୍ତି ସେମାନେ ସୁକ୍ରିୟା ତ୍ୟାଗୀ କରନ୍ତି, ସେମାନେ ହଉଛି ଜ୍ଞାନୀ। ତେଣୁ ସେମାନେ ଆକାଶର ଦୀପ୍ତି ତୁଲ୍ୟ, ସେମାନେ ଆକାଶର ଦୀପ୍ତି ତୁଲ୍ୟ, ସୂର୍ଯ୍ୟ ଚନ୍ଦ୍ର ତାରକା ତୁଲ୍ୟ ହେବେ। ଆଉ ଯେଉଁମାନେ ଅନେକଙ୍କ ଧର୍ମ ପ୍ରତି ଫେରାନ୍ତି, ଆମେ ମାନଙ୍କୁ ପ୍ରଭୁ ଆହ୍ୱାନ କରୁଛନ୍ତି ଅନେକ ଲୋକଙ୍କୁ, ଅନ୍ଧକାର ଥିବା ଲୋକମାନଙ୍କୁ ଧର୍ମ ନିକଟକୁ, ଖ୍ରୀଷ୍ଟ ଆଲୋକ ନିକଟକୁ ଫେରାଇ ଆଣିବା ପାଇଁ ପ୍ରଭୁ ଯେ ଅଧିକାର ଆମକୁ ଦେଇଛନ୍ତି ବାକ୍ୟ ଦ୍ୱାରା, ପ୍ରାର୍ଥନା ଦ୍ୱାରା, କହିବା ଦ୍ୱାରା, ସେମାନେ କଣ କରନ୍ତି? ସେମାନେ ତାରକ ଗଣ ତୁଲ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ତେଜସ୍କାଳ, ଏଠି କ୍ଷଣ କାଳ ସ୍ଥାୟୀ ନୁହେଁ, ଅନନ୍ତ କାଳ ସ୍ଥାୟୀ ପର୍ଯ୍ୟନ୍ତ ସେମାନେ ଆଲୋକିତ ହେବେ। ଏତେ ପ୍ରଭୁ ଆମମାନଙ୍କୁ ଅଧିକାର ଦେଇଛନ୍ତି। ହୁଏତ ସୂର୍ଯ୍ୟ ଚନ୍ଦ୍ର ତାର ଏ ସମସ୍ତ ଅନ୍ଧକାର ହବ, କିନ୍ତୁ ପ୍ରଭୁଙ୍କ ଲୋକମାନେ ଅନନ୍ତ କାଳ ସ୍ଥାୟୀ ତାରକା ଗଣ ଦୀପ୍ତି ତୁଲ୍ୟ ହେବେ। ତେଣୁ ମୋର ପ୍ରିୟମାନେ, এই କ୍ଷଣ କାଳ ଲଘୁ କ୍ଲେଶ ଯାହା ଆମେ ପଢିଲୁ, এই କ୍ଷଣ କାଳ ସ୍ଥାୟୀ ପାଇଁ ଆମେ ଏହି କ୍ଷଣ କାଳ ସ୍ଥାୟୀ ଲଘୁ କ୍ଲେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମମାନଙ୍କ ନିମନ୍ତେ ଅନନ୍ତ କାଳ ସ୍ଥାୟୀ ମହାଗୌରବ ସାଧନା କରୁଅଛି। କିଛି କଣ ଦୁଃଖ କ୍ଲେଶ ପାଇଁ ପ୍ରଭୁ ଯେ ଆମମାନଙ୍କ ନିମନ୍ତେ ଅନନ୍ତ କାଳ ଗୌରବ ଆମମାନଙ୍କ ପାଇଁ ରଖିଛନ୍ତି ଏବଂ ସାଧନ କରୁଅଛି, ଏହା ଜାଣି ଆମେ ଈଶ୍ୱରଙ୍କୁ ଦର୍ଶନ କରିବା। ଏହା ଜାଣି ଆମେ ଖ୍ରୀଷ୍ଟଙ୍କ ସହିତ ରହିବା। ଏହା ଜାଣି ଆମେ ତାହାଙ୍କ ମୁଖ ଦର୍ଶନ କରିବା ଏବଂ ଆମେ ତାହାକୁ ଗୌରବ କରିବା। ତେଣୁ ଆସୁ ଆମେ এই ଜାଗତିକ ବିଷୟ କୌଣସି ବିଷୟରେ ଆମେ ଆସକ୍ତ ନ ହେବା। ଯେଉଁମାନେ ନିନ୍ଦା କରନ୍ତି, ତାଳନ କରନ୍ତି, ଆମେ ନ ଶୁଣିଲା ପରେ ଆମେ ରହିବା। ପ୍ରଭୁଙ୍କୁ ଦର୍ଶନ ଆମେ ଚାଲିବା, କାରଣ ଅନନ୍ତ କାଳ ଗୌରବ ଇଚ୍ଛା କରିବା। ପ୍ରଭୁ এই କ୍ଷୁଦ୍ର ବାକ୍ୟ ଆଲୋଚନା ମଧ୍ୟ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।